ସହରର ମାଟିଆପଡ଼ାସ୍ଥିତ ଇନ୍ଦ୍ରଦ୍ୟୁମ୍ନ ଆଦର୍ଶ ବିଦ୍ୟାନିକେତନର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଅଶୋକ ଦାସ, ସମ୍ପାଦକ ଜଗନ୍ନାଥ ବିଷୋଇ, ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଲକ୍ଷ୍ମୀପ୍ରିୟା ମହାନ୍ତି, ବିଜୟଲକ୍ଷ୍ମୀ ଦେବୀ, ସୁଶାନ୍ତ ସ୍ୱାଇଁ, ରଶ୍ମିତା ମହାପାତ୍ର, ରଶ୍ମିତା ବାରିକ, ଅସୀମା ରଞ୍ଜିତ, ସୁଜୟା ସାମନ୍ତ, ସଙ୍ଗୀତା ମହାନ୍ତି ଏବଂ ଲକ୍ଷ୍ମୀପ୍ରିୟା ଜେନା ସହଯୋଗ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ରୂପେ ସନ୍ତୋଷ କୁମାର ସେଠୀ ଯୋଗଦେଇ ଶିଶୁମାନଙ୍କୁ ଭଲ ମଣିଷଟିଏ ହେବା ପାଇଁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିଳ୍ପପତି ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାକର ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରଶାସକ ଦେବଦତ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ପୁରୀ ଅର୍ବାନ୍ କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ସରୋଜ ନାୟକ ଯୋଗଦାନ କରିଥିଲେ। ବିଦ୍ୟାଳୟର ଉପସଭାପତି କେଶବ ଚନ୍ଦ୍ର ବିଶ୍ୱାଳ ଉତ୍ସବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।